देखो आईटीबीपी तरफ गोटे नुआ वैकेंसी बाहर है जो मैंने भी क्राइटेरिया हो तो से अप्लाई करिवो से कहीदेवी कौन कौन वैकेंसी बाहर केमी कौन अप्लाई कर जो ऑफिशियल वेबसाइट तार है आईटीबीपी रो ऑफिशियल वेबसाइट रिक्रुटमेंट वेबसाइट विषय तुमको कहीदेवी बुझिपाल जो मैंने भी चाहत से क्राइटेरिया तो से अप्लाई कर ठीक अच्छे देख रिक्रुटमेंट हिसाब से तुम बाहर कौन बाहर रिक्रुटमेंट देखिए बाहर बार्बर बाहर वाशरमैन बाहर कनस्टेबल बाहर आ सिक्यूरीटी फोर्स बाहर ओके जरा को एसएसएफ कह जाए ठीक अच्छे এই ରିକ୍ରୁଟମେଣ୍ଟ ଗୁଡ଼ାକ ବହୁତ ଦିନ ପରେ ବାହାରିଛି ବହୁତ ଦିନ ପରେ ବାହାରିବାର ମାନେ କହୁଛି କି ତମାନଙ୍କର କିଛିଟା ନୋଟିସ୍ ବାକି ଥିଲା ଯୋଉଟା ପେଣ୍ଡିଂ ଥିଲା ସେଟା ଏବେ ବାହାରି ପଡ଼ିଛି କାହିଁକିନା ଆଗରୁ ପେଣ୍ଡିଂ ଥିଲା ଏଟା ବଟ୍ ଏଟା ରିକ୍ରୁଟମେଣ୍ଟ ହିସାବରେ ଆଡଭର୍ଟାଇଜମେଣ୍ଟ ଆସିଥିଲା ସେଇଥିପାଇଁ ଏଥିରେ ଏଇ ନୋଟିସଟି ବାହାରିଛି ଏଥିରେ କ'ଣ କ'ଣ ଅଛି ଆଉ କହିଥିଲି ବାର୍ବର ଅଛି ଆଉ ୱାସରମ୍ୟାନ୍ ଅଛି ସିକ୍ୟୁରିଟିର ସିକ୍ରେଟ୍ ଅଫିସର ଏସ୍ଏସ୍ଏଫ୍ ଅଛି ହେଲା କନଷ୍ଟେବଳ ବି ଅଛି ଠିକ୍ ଅଛି ତ ଏଥିରେ ଫୁଲ୍ ଡିଟେଲ୍ସଟା ମୁଁ ତମମାନଙ୍କୁ କହିଦେବି ହାଇଟ୍ ୱେଟ୍ ଚେଷ୍ଟ ଆଉ ରନିଂ ଫନିଂ ସବୁ ମୁଁ କହିଦେବି ତମମାନେ ଆପ୍ଲାଏ କରିବ ଠିକ୍ ଅଛି ଦେଖ ନୋଟିସଟା ଏଠି ମୁଁ କାଢି ଦେଇଛି ନୋଟିସରେ ଯୋଉମାନେ ବି ଦେଖିବ ଏଠି ଲେଖା ଦେଖ ସେକ୍ରେଟାରୀ ସିକ୍ୟୁରିଟି ଫୋର୍ସ ଏଟା ହଉଛି ଏସ୍ଏସ୍ଏଫ୍ ଯୋଉଟା ହଉଛି ସେଟା ସେକ୍ରେଟାରୀ ଆଉ ସିକ୍ୟୁରିଟି ଫୋର୍ସ ସେଟା କୁହାଯାଏ ହେଲା ମିନିଷ୍ଟର ଅଫ୍ ହୋମ୍ ଆଫେୟାର୍ସ ଏଟା ହଉଛି ଗଭର୍ଣ୍ଣମେଣ୍ଟ ତରଫରୁ ଅଥରାଇଜ ଏଟା ହଉଛି ତମର ଗଭର୍ଣ୍ଣମେଣ୍ଟ ସର୍ଭିସ ସେଟା ନର୍ମାଲ ନୁହଁ ରିକ୍ରୁଟମେଣ୍ଟ ପୋଷ୍ଟ ହିସାବରେ ତମର ବାହାରିଛି ଦେଖ କନଷ୍ଟେବଳ ବାର୍ବର ୱାସରମ୍ୟାନ୍ ହଉଛି କନଷ୍ଟେବଳ ୱାସରମ୍ୟାନ୍ ବି ବାହାରିଛି ଆଉ ହଉଛି ସିକ୍ରେଟାରୀ ଫୋର୍ସ ଯୋଉଟା ଅଛି ସେଥିରେ ବାହାରିଛି ଏସ୍ଏସ୍ଏଫ୍ ଯୋଉଟା କୁହାଯାଏ ଠିକ୍ ଅଛି ତମର କେମିତି କ'ଣ ରହିବ କ୍ରାଇଟେରିଆଟା ମେଲ୍ ଫିମେଲ୍ ସମସ୍ତଙ୍କ ପାଇଁ ରହିବ ହେଲା ଯୋଉମାନେ ବି ଚାହିଁବ ସେମାନେ ଆପ୍ଲାଏ କରିପାରିବ ମେନ୍ ଓମେନ୍ ଏଟା ହଉଛି ଇଣ୍ଡିଆନ୍ ସିଟିଜେନ୍ ଓନ୍ଲି ଇଣ୍ଡିଆ ପିଲା ହିଁ ଆପ୍ଲାଏ କରିପାରିବ ଅଦରୱାଇଜ ଅନ୍ୟ କେହି ନୁହଁ ଠିକ୍ ଅଛି ଆଉ ୱାସରମ୍ୟାନ୍ ଅଛି ବାର୍ବର ଅଛି କନଷ୍ଟେବଳଟା ଦେଖୁଥିବ ଏଟା ଗ୍ରୁପ୍ ସି ର ନନ୍ ଗ୍ରେଡ୍ ନନ୍ ପୋଷ୍ଟେଡ୍ ଅଛି ଗ୍ରୁପ୍ ସି ର ନନ୍ ମିନିଷ୍ଟ୍ରିଆଲ ହଉଛି ପୋଷ୍ଟ ରହିବ ତମମାନଙ୍କର ତାପରେ ତମର ସାଲାରୀ କେତେ କ'ଣ ଆସିବ ସେଟା ମୁଁ କହିଦେବି ଏଟା ଅନଲାଇନ୍ ମୋଡ୍ରେ ତମମାନେ ଆପ୍ଲାଏ କରିବ ଠିକ୍ ଅଛି ଅନଲାଇନ୍ ଆପ୍ଲିକେସନ୍ ତମର ଓପନ୍ କରିକି ୱେବସାଇଟ୍ ତମମାନେ ଫର୍ମ ଫିଲ୍ଅପ୍ କଲ ତାପରେ ଯାଇ ତମମାନଙ୍କର ଆପ୍ଲାଏ ହେଇଯିବ ତମମାନେ କ୍ଲୋଜିଂ ଡେଟ୍ କେବେ ସବୁ ମୁଁ କହିଦେବି ଦେଖ ଷ୍ଟାର୍ଟିଂ ଡେଟ୍ କେବେ ଦେଖ ଲେଖା ହେଇଛି 30 ମାର୍ଚ୍ଚ ହେଲା 30 ମାର୍ଚ୍ଚ ଆଜି ମାନେ ଯୋଉ ଗଲା 30 ମାର୍ଚ୍ଚ ଏବେ ଯାଇଛି କାଲି ରିସେଣ୍ଟ ସେଇଟା ସେଇଠି ମାନେ ଷ୍ଟାର୍ଟ ହେଲା ସେଇଦିନ ଓପନିଂ ଷ୍ଟାର୍ଟ ହେଲା ଠିକ୍ ଅଛି ଆଉ ହଉଛି ତମର ସରିବ କେବେ 28 ଏପ୍ରିଲ ପର୍ଯ୍ୟନ୍ତ ଅଛି ଏଇ ମାସଟା ପୁରା ଅଛି ତମମାନେ ଆପ୍ଲାଏ କରିପାରିବ ଠିକ୍ ଅଛି ଏଥିରେ କ'ଣ କ'ଣ ଟୋଟାଲ କ୍ରାଇଟେରିଆ କ'ଣ କ'ଣ ରହିଛି ଦେଖ ମାର୍ଚ୍ଚରେ ଆରମ୍ଭ ଏଇ ମାର୍ଚ୍ଚ 30ରେ ଆରମ୍ଭ ହେଲା ଏପ୍ରିଲରେ ଶେଷ ହବ ଫର୍ମଟା ହେଲା ସେତେ ପର୍ଯ୍ୟନ୍ତ ତମମାନଙ୍କ ସମୟ ଅଛି ତମମାନେ ଦେଖିକି ଆପ୍ଲାଏ କରିପାରିବ ଠିକ୍ ଅଛି ତାପରେ ଡିଟେଲ୍ସ ସବୁ ଭ୍ୟାକେନ୍ସି ଦେଖ ଲେଖା ହେଇଛି ନେମ୍ ଅଫ୍ ପୋଷ୍ଟ କନଷ୍ଟେବଳ ବାର୍ବର କନଷ୍ଟେବଳ ୱାସରମ୍ୟାନ୍ ଠିକ୍ ଅଛି ବାର୍ବରରେ କେତେଟା ପୋଷ୍ଟ ଅଛି ଟୋଟାଲ ଭ୍ୟାକେନ୍ସି 3ଟା କନଷ୍ଟେବଳ ହଉଛି 7ଟା ଓକେ ମେଲ୍ ଆଉ ଟୋଟାଲ ମେଲ୍ ଏ ଦୁଇଟା ହଉଛି ମେଲ୍ ରହିବେ ବାର୍ବର ଆଉ ୱାସରମ୍ୟାନ୍ର ଦୁଇଟା ହଉଛି ମେଲ୍ ରହିବେ ଫିମେଲ୍ ସେଥିରେ ନାହିଁ ଠିକ୍ ଅଛି ୟୁଆର୍ରେ 3ଟା ପୋଷ୍ଟ ଆଉ ହଉଛି କୋଉଥିରେ 3ଟା ପୋଷ୍ଟ ବାର୍ବରରେ ଏସସିରେ 0 ଏସଟିରେ 0 ଓବିସିରେ 0 ଇଡବ୍ଲ୍ୟୁରେ 0 ଖାଲି ୟୁଆର୍ରେ 3ଟା ଅଛି କୋଉଥିରେ ବାର୍ବରର ଆଉ ହଉଛି ୱାସରମ୍ୟାନ୍ ଅଛି ତମର 5ଟା ହଉଛି କୋଉଟା ୟୁଆର୍ରେ ଏସସିର ଗୋଟେ ଏସଟିର ନାହିଁ ଆଉ ଓବିସିର ଗୋଟେ ଇଡବ୍ଲ୍ୟୁଏସ୍ର ନାହିଁ ଟୋଟାଲ 7ଟା ପୋଷ୍ଟ ବୁଝିପାରିଲ ଏଇଠି ତମର ବାହାରିଲା କେତେ 10ଟା ପୋଷ୍ଟ ବୁଝିପାରିଲ ଏଇଠି 10ଟା ପୋଷ୍ଟ ବାହାରିଲା ତାପରେ କ'ଣ କ'ଣ ଅଛି ଅଦରୱାଇଜ ଅଲଗା କ'ଣ ଅଛି ଦେଖ ଆଇଟିବିପିରେ ଆପ୍ଲାଏ କେମିତି କ'ଣ କରିବ ଏଇ ୱେବସାଇଟ୍କି ଯିବ https://recruitment.itbppolice.nic.in ଓକେ ଏଇଟା ଲେଖି ସାରିଲା ପରେ ତମମାନଙ୍କର ଓପନ୍ ହେଇଯିବ ୱେବସାଇଟ୍ ତାପରେ ତମମାନେ ଆପ୍ଲାଏ କରିପାରିବ ତାପରେ ନେକ୍ସଟ ଆସିବ ତମମାନଙ୍କର କ'ଣ ଫିଜିକାଲ ସ୍କେଲ୍ ଯୋଉଟା ଅଛି ହେଲା ଫିଜିକାଲ ସ୍କେଲ୍ ଯୋଉଟା ଅଛି ସେଥିରେ ତମମାନଙ୍କର ପେ ଲେଭେଲ୍ କେତେ ଆସିବ ଆନାଉନ୍ସ ଫାନାଉନ୍ସ ଲାଗି କେତେ କ'ଣ ଆସିବ ମୁଁ ସବୁ କହିଦେଉଛି ପେ ସ୍କେଲ୍ ତମମାନଙ୍କର ଲେବୁଲ୍ 2ର ପେ ରହିବ ଲେବୁଲ୍ 3ରେ ତମମାନଙ୍କର କେମିତି କ'ଣ ପଇସା ଆସିବ 19,900ରୁ 63,200 ଭିତରେ ସବୁ ଆସିବ ଠିକ୍ ଅଛି କାରଣ ଆନାଉନ୍ସ ଅଲଗା ଆନାଉନ୍ସ ୟା ଦେହରେ ଅଲଗା ଲାଗିବ ତମମାନେ ଭାବିବ ଯେ ଆନାଉନ୍ସ ଏଇଥିରେ ଆସିବ ନା ଆନାଉନ୍ସ ଅଲଗା ଆସିବ ଏଇଟା ହେଉଛି ତମର ପେ ସାଲେରୀ 19,900 ଷ୍ଟାର୍ଟିଂ ତା ଦେହରେ ଆନାଉନ୍ସ ଫାନାଉନ୍ସ ଲାଗି ତମର 27,000 ଆସିବ ଠିକ୍ ଅଛି ତାପରେ ଅଦର ଆନାଉନ୍ସ ଏଠି ଲେଖା ହେଇଛି କେମିତି କ'ଣ ଟିଏ ଫିଏ ଡିଏ ସବୁ ମିଶିକି ଆସିବ ଡିଏ ଆନାଉନ୍ସ ଟ୍ରାନ୍ସପୋର୍ଟେସନ ଆଲାଉନ୍ସ ଲେବୁଲ୍ କମିଶନ ସବୁ ମିଶେଇକି ଆସିବ ଅଲଗା ଆସିବ ହେଲା ତାପରେ ହେଉଛି ତମମାନଙ୍କର କ'ଣ ତାପରେ ଲେଖା ହେଇଛି ଏଲିଜିବିଲିଟି କଣ୍ଡିସନ୍ସ କ'ଣ କ'ଣ ଏଥିରେ ଅଛି ଠିକ୍ ଅଛି ଏଠି ଦେଖ ଲେଖା ହେଇଛି ନେମ୍ ଓକେ ନେମ୍ ହେଉଛି ତମର କନେଷ୍ଟବଳ ପୋଷ୍ଟ ଯଦି ଅଛି ନେମ୍ ଲେଖି ଦେଇଛି ଦେଖ ନେମ୍ ଲେଖା ହେଇଛି କନେଷ୍ଟବଳ ବାର୍ବର ପୋଷ୍ଟ ଏଟା ହେଉଛି ନେମ୍ ରହିଲା କନେଷ୍ଟବଳ ବାର୍ବର ପୋଷ୍ଟ ଆଉ ୱାସରମ୍ୟାନ୍ ପୋଷ୍ଟ କନେଷ୍ଟବଳ ଲେଖିଛି
ତାପରେ ଏଜ୍ କେତେ ଅଛି ଦେଖ, କନେଷ୍ଟବଳ ବାର୍ବର ଯୋଉଟା ଅଛି, ବାର୍ବର ତମେ 18 ରୁ 23 ବର୍ଷ ନବ, ଠିକ ଅଛି। ବାର୍ବର 18 ରୁ 23 ନବ। ଆଉ ହଉଛି ୱାସରମ୍ୟାନ ଯୋଉଟା ଅଛି ସେଟା ବି 18 ରୁ 23 ନବ, ଏଟା ମନେ ରଖିଥାଅ। ତାପରେ ଅଦରୱାଇଜ ଅଲଗା କଣ ସେଟା ମୁଁ କହିଦେବି, ବଟ୍ ଏଇ ଦିଟା ଆମେ ଜାଣିବା କଣ ତାଙ୍କର କ୍ୱାଲିଫିକେସନ କଣ ଅଛି। କ୍ୱାଲିଫିକେସନ ଦେଖ ତମର ଲେଖା ହେଇଛି ମେଟ୍ରିକୁଲେସନ ପାସ୍, ଓକେ। ମେଟ୍ରିକୁଲେସନ ର ଇକ୍ୱିଭାଲେଣ୍ଟ ଯଦି ତମେ କିଛି ଅଲଗା କଣ କରିଛ ସେଟା ବି ହବ, ବଟ୍ ମେଟ୍ରିକୁଲେସନ ପାସ୍ କରିଛି, ଯଦି ମେଟ୍ରିକ ପାସ୍ କରିଛ ତମେ ଆପ୍ଲାଏ କରିପାରିବ, ଠିକ ଅଛି। ତାପରେ ତମମାନଙ୍କର ଆସୁଛି ନେକ୍ସଟ ହଉଛି କଣ, ଯୋଉଟା ୱାସରମ୍ୟାନ ଅଛି, ୱାସରମ୍ୟାନ ତମମାନଙ୍କର ସେଇ କହିଛି ସେ ଏକା କଥା, ଯଦି ମେଟ୍ରିକ ପାସ୍ କରିଛ ତମମାନେ ପକେଇ ପାରିବ, ଠିକ ଅଛି। ଓନ୍ଲି ମେଟ୍ରିକ ପାସ୍ କରିଥିବା ଦରକାର। ତାପରେ ତମମାନଙ୍କର ଏଜ ରିଲାକ୍ସେସନ କେତେ ଅଛି, ଏଜ ରିଲାକ୍ସେସନ ଏଥିରେ ଅଛି ବୁଝିପାରିଲ। ଅଛି ମାନେ କଣ, ତାର ବି କ୍ରାଇଟେରିଆ ଗୋଟେ ଅଛି, ଦେଖ ମୁଁ କହିଦଉଛି। 28 ଏପ୍ରିଲ ଆପ୍ଲାଏ କରିବ, ଓକେ। ଯେମିତି ତମର 18 ହଉଥିବା ଦରକାର, ପ୍ରଥମ କଥା 18 ହଉଥିଲେ ଯାଇକି ତମେ ଆପ୍ଲାଏ କରିପାରିବ। ଆଉ ମିନିମମ୍ 23, ଓକେ। ମିନିମମ୍ 18 ରୁ 23 ହଉଛି ମ୍ୟାକ୍ସିମମ୍ ଟା, ମିନିମମ୍ 18 ଟା, ଓକେ। ଏଇଟା 18 ରୁ 23, ଓକେ। ଆଉ ହାର୍ଡଲି ତମମାନଙ୍କୁ କେତେ ଦିଆଯାଉଛି, ତମମାନେ ମିନିମମ୍ କେତେ, ତମମାନଙ୍କ ଏଠି ତ ମେନସନ କରାହେଇନି, ବଟ୍ ତମମାନଙ୍କର କ୍ୟାଟେଗୋରୀ ୱାଇଜ ତମମାନଙ୍କର ଦେଇଥିବ ରିଲାକ୍ସେସନ, ତଳେ ଯଦି ମେନସନ ହେଇଥିବ ମୁଁ ତମମାନଙ୍କୁ ଦେଖେଇଦେବି, ଓକେ। ଦେଖ OBC SC ST ଯୋଉମାନେ ସେମାନଙ୍କ ପାଇଁ ଟିକେ କଣ କ୍ଲୋଜିଂ ସେମାନଙ୍କୁ କୁହାଯିବ। ଅନଲାଇନ ଆପ୍ଲାଏ କଲା ପରେ ତମେ ଦେଖିଦବ ସେଇଠି ତମମାନଙ୍କର କେବେ କ୍ଲୋଜିଂ ହଉଛି। କ୍ଲୋଜିଂ ତମମାନଙ୍କୁ କହିଦେଇଛି, ଏଇଠି ଦେଖ ଲେଖା ହେଇଛି କ୍ଲୋଜିଂ ଡେଟ୍ କେବେ, କ୍ଲୋଜିଂ ଡେଟ୍ ଦେଖ ଏଠି ଲେଖା ହେଇଛି 28/4/2026, ଓକେ। 28/4/2026 ତମର କ୍ଲୋଜିଂ ଡେଟ୍, ଲାଷ୍ଟ ଡେଟ୍, ଓକେ। ତାପରେ ତମମାନଙ୍କର କଣ ଆସିବା ଦେଖ ଏଠି ଲେଖା ହେଇଛି କ୍ୟାଟେଗୋରୀ ୱାଇଜ ରିଲାକ୍ସେସନ। କ୍ୟାଟେଗୋରୀ ରିଲାକ୍ସେସନ କଣ ଅଛି, ଯୋଉମାନେ SC ରହିଲେ ସେମାନଙ୍କର 5 ବର୍ଷ ରିଲାକ୍ସେସନ। 5 ବର୍ଷ ମାନେ ତମେ କେମିତି କହିଦେବ ଦେଖ, ଯୋଉ 18 ରୁ 23 ଅଛି, 23 ବର୍ଷଟା ଲାଷ୍ଟ, ତା ଦେହରେ 5 ମିଶେଇ ଦବ, ବୁଝିପାରିଲ। 5 3 8 କେତେ ହେଲା, 28 ବର୍ଷ ପର୍ଯ୍ୟନ୍ତ ତମମାନେ ଆପ୍ଲାଏ କରିପାରିବ, ବୁଝିପାରିଲ। ଏଇଭଳିଆ ଅଛି ତମର ରିଲାକ୍ସେସନ କୁହାଯାଏ, ଠିକ ଅଛି। OBC ମାନଙ୍କର 3 ବର୍ଷ, ଏକ୍ସ ସର୍ଭିସ ମାନଙ୍କର 3 ବର୍ଷ, ଏକ୍ସ ସର୍ଭିସ ଯୋଉ OBC NCL ରହିଲେ ସେମାନେ 6 ବର୍ଷ, ଓକେ। ଏକ୍ସ ସର୍ଭିସ SC ଯୋଉମାନେ ରହିଲେ 8 ବର୍ଷ। ଆଉ ଯୋଉମାନେ ଡିପାର୍ଟମେଣ୍ଟରେ କାମ କରୁଛନ୍ତି ସେମାନେ ଯଦି ପକେଇଛନ୍ତି ସେମାନଙ୍କର ଡିପାର୍ଟମେଣ୍ଟ ସେମାନେ ବି ଅଥରାଇଜ କରିବେ। UR ମାନେ ବି 40 ବର୍ଷ ପର୍ଯ୍ୟନ୍ତ ପକେଇ ପାରିବେ। ଆଉ OBC ମାନଙ୍କ ଯୋଉ 40 ରୁ 43 ବର୍ଷ ପର୍ଯ୍ୟନ୍ତ ପକେଇ ପାରିବେ। SC ମାନେ 45 ବର୍ଷ ପର୍ଯ୍ୟନ୍ତ ପକେଇ ପାରିବେ। 45 ବର୍ଷ ତ ଦେଖ ନର୍ମାଲ ତ ଦିଏନି କୌଣସି ଏଥିରେ, ଦେଇଛି, ଓକେ। ତାପରେ ଦେଖ ଲେଖା ହେଇଛି ଅଦରୱାଇଜ ତମେ ଯଦି ଏୟାର ଫୋର୍ସ କିମ୍ବା ଇଣ୍ଡିଆନ ଆର୍ମି କିମ୍ବା ନେଭି କୌଣସି ଇଣ୍ଡିଆନ ୟୁନିୟନ ରୁ କାମ କରୁଛ, ସେଥିରେ ତମମାନଙ୍କର ଏମ୍ପ୍ଲୟମେଣ୍ଟ ଅଛି, ତାହେଲେ ତମମାନେ ସେ ସର୍ଭିସ ପରେ ତମେ ଆସି ଏଠି ଆପ୍ଲାଏ କରିକି ଜବ୍ ନେଇପାରିବ, ଠିକ ଅଛି। ଏଇଟା ତାହେଲେ ହଉଛି ତାଙ୍କର କଣ ରିଲାକ୍ସେସନ। ତାପରେ ହେଲା ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ। ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟରେ କନେଷ୍ଟବଳ ବାର୍ବର ୱାସରମ୍ୟାନର କେମିତି କଣ ହାଇଟ୍ ୱେଟ୍ ଚେଷ୍ଟ ମୁଁ କହିଦେବି ଦେଖ। ହାଇଟ୍ ୱେଟ୍ ଚେଷ୍ଟ ଲେଖା ହେଇଛି ଦେଖ, ହାଇଟ୍ ରହିବ ତମମାନଙ୍କର କେତେ, ଯୋଉମାନେ ରହିଲେ ଜେନେରାଲ, ଓକେ। ଜେନେରାଲ କ୍ୟାଟାଗୋରୀ ଯୋଉମାନେ ରହିଲେ ସେଇମାନଙ୍କର ରହିବ କଣ 170 ହାଇଟ୍, ଓକେ। ଯୋଉମାନେ ଜେନେରାଲ କ୍ୟାଟାଗୋରୀ ସେମାନଙ୍କର 170 ହାଇଟ୍ ରହିବ, ଠିକ ଅଛି। ଆଉ ଯୋଉମାନେ ରହିଲେ ହେଲା, ଆଉ ଯୋଉମାନେ ଅଲଗା ରହିଲେ ହିମାଚଳ ପ୍ରଦେଶ ରହିଲେ, ଜାମ୍ମୁ କାଶ୍ମୀର ରହିଲେ ହେଲା, ଗୁରଗାସ ରହିଲେ ହେଲା, ସେମାନେ ହଉଛି 165 ହାଇଟ୍ ଦରକାର, ଓକେ। ଓନ୍ଲି ଜେନେରାଲ ଥିଲା ହେଲେ ଯୋଉମାନେ ଜେନେରାଲ ଅଛନ୍ତି ସେମାନେ ହଉଛି 170 ହାଇଟ୍ ମାନେ ଦରକାର। ଆଉ ଯୋଉ ହଉଛି ଯୋଉ 165 ଯୋଉଟା ହଉଛି ଅଲଗା ଏତେ ଲୋକ ହିମାଚଳ ପ୍ରଦେଶ କି ଜାମ୍ମୁ କାଶ୍ମୀର କି ଏଇଠୁ ଲେଖା ହେଇଛି ଯେତିକି ସେଇଥିରେ, ଠିକ ଅଛି। ତାପରେ ତମମାନଙ୍କର ହେଲା କଣ, ଆହୁରି ବି ଅଛି ମନେ ରଖିଥାଅ। ଏଠି ଜିଲ୍ଲା ଯୋଉ ଜିଲ୍ଲା ଅଛି, ଜିଲ୍ଲା ଆଉ ଷ୍ଟେଟ୍ ୱାଇଜ ତମମାନଙ୍କର ରହୁଛି, ଓକେ। ଏଥିରେ ରହୁଛି ତମର ହିମାଚଳ ପ୍ରଦେଶ, ଆଉ ହଉଛି ମଣିପୁର ଯୋଉ ମେଘାଳୟ ରହୁଛି ସେଥିରେ ତମମାନଙ୍କର 162 ରହୁଛି, ଓକେ। 162.5, ଓକେ। ତାପରେ ରହିଲା ତମମାନଙ୍କର ହଉଛି କଣ ନର୍ଥ ଇଷ୍ଟର୍ନ ଯୋଉଟା ରହିଲା, ସେଥିରେ ଡିଷ୍ଟ୍ରିକ୍ଟ ୱାଇଜ ରହୁଛି କଣ ଏଷ୍ଟିମେଟ ହେଇଛି, ସେଥିରେ 160 ସେମି ରହୁଛି। ଦେଖ ତମ ଚେଷ୍ଟ ରହିବ କେତେ, ଚେଷ୍ଟ ମାନେ ଯୋଉଟା ଦେଖିଛି ଏଇଟା ଫୁଲେଇବ ଯେତିକି ସେଇଟା ହଉଛି 85, ଯୋଉଟା ନ ଫୁଲେଇବ ସେଇଟା ହଉଛି 80, ଓକେ। ଏଇଟା ହଉଛି ଜେନେରାଲ କ୍ୟାଟାଗୋରୀ ଯୋଉ ପିଲାମାନେ, ସେଇ ପିଲାମାନେ ଜେନେରାଲ କ୍ୟାଟାଗୋରୀ। ତାପରେ ଅଦର କାଷ୍ଟ ଯୋଉମାନେ ଅଛନ୍ତି ନର୍ଥ ଇଷ୍ଟ ଯୋଉମାନେ ଯଦି ପକଉଛ, ସେମାନଙ୍କର 78 ହଉଛି ସେମାନଙ୍କର କଣ ନା ନର୍ମାଲ ଛାତି ଥିବା ଦରକାର। ତାପରେ ହଉଛି 83 ଯୋଉମାନଙ୍କର ଫୁଲେଇ ପାରୁଥିବା ଦରକାର, ଓକେ। ଆଉ ଅଲଗା ଯୋଉମାନେ ଟ୍ରାଇବାଲ କ୍ରାଇଟେରିଆ ଯୋଉମାନେ ରହିଲେ କ୍ୟାଟାଗୋରୀ ଲୋକ ସବୁ, ସେମାନେ ପକେଇ ପାରିବେ ଏଇ ହିସାବରେ, ଠିକ ଅଛି। ଏଟା ରହିଲା ତମ ନର୍ମାଲ ବେସିକ ଚେଷ୍ଟ ଗୁଡାକ। ତାପରେ ମେଡିକାଲ ଷ୍ଟାଣ୍ଡାର୍ଡ ପରେ ଦେଖ, ମେଡିକାଲ ଷ୍ଟାଣ୍ଡାର୍ଡ ତମମାନଙ୍କର ଆଇ ସାଇଟ୍ ଫାଷ୍ଟ ଚେକ୍ କରାହବ ହେଲା। ଆଇ ସାଇଟ୍ ରେ କଣ ଚେକ୍ କରାହବ, ବୋଥ ଦିଟା ଯୋଉ ଆଇ ସାଇଟ୍ ଅଛି ତମର 6/6 ହେଇଥିବା ଦରକାର। ୱିଦାଉଟ୍ ତମେ ଯଦି କୌଣସି କରେକ୍ସନ ଭୁଲ କରୁଛ ତମମାନଙ୍କର, ତାହେଲେ ତମମାନେ କଟି ଯାଇପାର, ଓକେ।
ଏଇଟା ରହିବ। ତାପରେ ସେକେଣ୍ଡ ପାର୍ଟ ରହୁଛି ଟାଟୁ ହେଲା। ଟାଟୁ ତମମାନଙ୍କର ଯଦି ଥିବ ତମାନେ କଟିଯିବ ହେଲା। ଯଦି ରହିଥାଏ ତମ ଟାଟୁ ଯଦି କଟିଯିବ। ତା ପୂର୍ବରୁ ଟାଟୁ ଥିବା ପୂର୍ବରୁ ତମମାନେ କାଟିବାକୁ ପଡ଼ିବ ଟାଟୁଟାକୁ, ଯୋଉ ବାଟକୁ କାଟିବ ଠିକ୍ ଅଛି। ତାପରେ ତମମାନଙ୍କର ବଡିର ସାଇଜ 1/4 ଥିବା ଦରକାର। ଓକେ, ତାପରେ ଏଟା ସରିଗଲା। ତମ ରିକ୍ରୁଟମେଣ୍ଟ ଯୋଉଭଳିଆ ପ୍ରୋସେସ ସବୁ କହିଦେଇଛି, ଯୋଉମାନେ ଚାହିଁବ ସେମାନେ ଆପ୍ଲାଏ କରିପାରିବ। ଓକେ, ତାଙ୍କର ଦେଖ UR SC BC ଯୋଉ ରହିଲେ, OBC ଯୋଉମାନେ ରହିଲେ, UR OBC ଯୋଉମାନେ ରହିଲେ ସେମାନଙ୍କର ଯେମିତି କଣ ଜେନେରାଲ କ୍ୟାଟାଗୋରୀର ସେମାନେ 100 ଟଙ୍କା ଫି ଦେବେ। ଆଉ ହଉଛି ଯୋଉମାନେ ଅଲଗା SC ST ରହିଲେ ସେମାନଙ୍କର ଫି ନାହିଁ। ଓକେ, ଯୋଉମାନେ ଏକ୍ସ ସର୍ଭିସ ମ୍ୟାନ ଅଛନ୍ତି ସେମାନଙ୍କର ବି ଫି ନାହିଁ। ଓକେ, ଯୋଉମାନେ ଚାହିଁବେ ଆପ୍ଲାଏ କରିପାରିବେ। ସିଲେକ୍ସନ ପ୍ରୋସେସ ପରେ ତମମାନେ ଡକୁମେଣ୍ଟ ଭେରିଫିକେସନ ହବ, ତାପରେ ତମମାନେ ଜବ୍ ପାଇବ। ଓକେ, ଲଙ୍ଗ ଜମ୍ପ ଦେଖ, ଲଙ୍ଗ ଜମ୍ପ କେମିତି କଣ ଅଛି? ଫିଜିକାଲ ଇଫିସିଏନ୍ସି ଟେଷ୍ଟ ଯୋଉଟା ଅଛି ସେଥିରେ ହଉଛି କଣ ହବ? 1.6 କିଲୋମିଟର ଯୋଉଟା ଅଛି 1600 କିଲୋମିଟର ମାନେ ରେସ୍ ହବ 7 ମିନିଟ୍ 30 ସେକେଣ୍ଡରେ। ଓକେ, ଆଉ ଲଙ୍ଗ ଜମ୍ପ ଅଛି 11 ଫୁଟ ଯୋଉଟା ଅଛି 11 ଫୁଟ, ତିନିଟା ଚାନ୍ସ ମିଳିବ ତମମାନଙ୍କୁ ମାରିବା ପାଇଁ। ହାଇ ଜମ୍ପରେ 3.5 ଫୁଟ ଯୋଉଟା ଅଛି ସେଟା ହଉଛି 3.5 ମାରତେ ପଡିବ, ତିନିଟା ଚାନ୍ସ ତମମାନଙ୍କୁ ଦିଆଯିବ। ଓକେ, ଲଙ୍ଗ ଜମ୍ପ ରହିଲା, ରନିଂ ପଳେଇଲା ଠିକ ଅଛି। ତାପରେ ତମମାନଙ୍କର ଦେଖିବ ବଡି ଠିକ ଅଛି ନାଇଁ, ନ ପ୍ରୋବ୍ଲେମ ଦେଖିବ। ତାପରେ ତମମାନଙ୍କୁ ରିଟିନ ଏକ୍ଜାମ ତମ ଫାଷ୍ଟ ତ କରାହବ, ତମେ ଜାଣିଛ 50 ମାର୍କ। କୋଉଥିରେ? ରିଟିନ ଏକ୍ଜାମରେ 50। କେମିତି କଣ 50 ମାର୍କ ଏକ୍ଜାମ ହବ ଦେଖା ଲେଖା। ଫାଷ୍ଟ ଜେନେରାଲ ନଲେଜ ର 15 ହେଲା। ତାପରେ ହଉଛି ଜେନେରାଲ ଏଲିମେଣ୍ଟ ମ୍ୟାଥମେଟିକ୍ସ ଯୋଉଟା ରହିଲା ସେଟା ହଉଛି 10 ରହିବ। ଆମ୍ପ୍ଲିଟ୍ୟୁଡ ରହିବ 15। ଓକେ, ବେସିକ ନଲେଜ ହିନ୍ଦୀ ଇଂଲିଶ ସେଟା ହଉଛି 10 ରହିବ। ଟୋଟାଲ ରହିବ 50 ମାର୍କ ପରୀକ୍ଷା। ଓକେ, ସେଇ ହିସାବରେ ତମମାନେ ଟ୍ରାଏ କରିବ। ଏଟା ହେଲା ତମମାନଙ୍କର ଟୋଟାଲ କୁ ଦେଖ, କ୍ୱାଲିଫାଇଂ ମାର୍କ ଯୋଉଟା ଲେଖା ହେଇଛି ସେଟା ହଉଛି ଯଦି ତମମାନେ କି UR କିମ୍ବା ଏକ୍ସ ସର୍ଭିସ ମ୍ୟାନ ର କ୍ୟାଟାଗୋରୀ ଅଛ, ସେମାନେ 18 ମାର୍କ ରଖିଲେ ପାସ୍ ହେଇଯିବ ହେଲା। ଆଉ SC OBC କ୍ୟାଟାଗୋରୀ ପିଲାମାନେ କଣ କରିବ? 17 ମାର୍କ ରଖିଲେ ପାସ୍ ହେଇଯିବ। ଓକେ, ତାପରେ ତମମାନେ ଯୋଉମାନେ ରହିଲ ଅଲଗା ପିଲାମାନେ ସେମାନେ ମିନିମମ୍ 50 ରୁ 25 ରଖିଲେ ତମମାନେ ପାସ୍ କରିବ। ଓକେ, ମିନିମମ୍ କ୍ୱାଲିଫାଇଂ ମାର୍କ ସେଟା ହଉଛି ନର୍ମାଲ। ଆଉ ଦେଖ ସେଟା ପଳେଇଲା କଣ? ବାରବାର ଟ୍ରେଡ ର ଯୋଉଟା ଟ୍ରେଡ ଟେଷ୍ଟ ଯୋଉଟା ହବ, ଟ୍ରେଡ ମାନେ ଧୁଆ ଧୁଇ ଯୋଉଟା କରନ୍ତି, ସେ ଟେଷ୍ଟ ହବ ଯେତେବେଳେ ସେମାନଙ୍କର କଣ କରାହବ? ତାଙ୍କର ସତର ଅଲଗା ମାର୍କ ଗୋଟେ କଣ ଅଛି? କନେଷ୍ଟବଳ ଯୋଉ ବାରବାର ଅଛି ସେମାନଙ୍କର ହେୟାର କଟିଂ ଫାଷ୍ଟ ଚେକ୍ କରାହବ, ସେ କାଟି ପାରୁଛନ୍ତି ନାହିଁ। ତାପରେ ବଡି ହେୟାର ମସାଜ ଯୋଉଟା ଅଛି ସେଟା ଚେକ୍ କରାହବ। ତାପରେ ଟୁଲ୍ସ ମେସିନ ଉପରେ ତମର ଚେକ୍ କରାହବ, ହାର୍ଡ ୱାର୍କିଂ ଉପରେ। ଟୋଟାଲ ମାର୍କ ରହିବ ହଉଛି ପ୍ରଥମେ ହଉଛି ଟାଇପିଂ ରେ 20, ତାପରେ 15, ତାପରେ ପୁଣି 15 ହେଲା। ତମ ମାର୍କ ରହିବ। ତାପରେ ୱାସର ମ୍ୟାନ ର ବି ସେଇ ହିସାବରେ 50 ମାର୍କର ଏକ୍ଜାମ ହବ। ୱାସର ମ୍ୟାନ ର ସେମାନଙ୍କର ସେଇ ୱାସର ମ୍ୟାନ ହିସାବରେ ତମର ଚେକ୍ କରାହବ, କ୍ଲଥିଂ ଟେଷ୍ଟ କରାହବ ପ୍ରଥମେ। ଓକେ, ଡ୍ରାଏ କ୍ଲିନିଂ ଯୋଉଟା ଅଛି ସେଟା କ୍ଲିନିଂ ରେ ତମକୁ ଚେକ୍ କରାହବ। ତାପରେ ତମମାନଙ୍କର ଡକୁମେଣ୍ଟ ଭେରିଫିକେସନ ହବ, ଲେଖା ହେଇଛି ଦେଖ, ଭେରିଫାଇଂ ଅଫ ଅରିଜିନାଲ ଡକୁମେଣ୍ଟସ ହେଲା। ସେ ଡିଟେଲ୍ସ ର ମେଡିକାଲ ରେ ତମମାନେ ଦେଖିବେ। ଦେଖି ସାରିଲା ପରେ ତମର ସର୍ଟ ଲିଷ୍ଟିଂ ହେଇଛି, ରିଜର୍ଭେସନ ବାହାରିବ, ତାପରେ ତମମାନେ ଚାକିରି ପାଇବ। ଓକେ, ଫୁଲ ଡିଟେଲ୍ସ ଟା ଯୋଉମାନେ ବି ଜାଣିପାରିଲ ଠିକ ଅଛି, ଯୋଉମାନେ ନ ଜାଣିପାରିଲେ ସେମାନେ ଆଉଥରେ ଚେକ୍ କରିପାରିବେ। ଓକେ, ଆଉ ଡେଟ୍ ଅଫ ବାର୍ଥ କହିଦେଇକି ତମେ 10ମ ପାସ୍ କରିଥିଲେ ପକେଇ ପାରିବ।